ଅତ୍ୟଧିକ ଚିନ୍ତା କରୁଥିବା ବ୍ୟକ୍ତିମାନେ ଥରେ ମୋର ଭିଡ଼ିଓଟିକୁ ନିଶ୍ଚିନ୍ତ ଭାବରେ ଦେଖନ୍ତୁ। ରାଧେ ରାଧେ, ଜୟ ଶ୍ରୀକୃଷ୍ଣ। ବନ୍ଧୁଗଣ, ସାଥୀର ପ୍ରକୃତ ମୂଲ୍ୟାଙ୍କନ ତାଙ୍କର ମୁହଁ ଦେଖି ନୁହେଁ, ବରଂ ଆତ୍ମାର ପବିତ୍ରତା ଓ ହୃଦୟର ସରଳତା ଦେଖି କରିବା ଉଚିତ। ଜୀବନର ସବୁଠୁ ମୂଲ୍ୟବାନ ସମ୍ପତ୍ତି ହେଉଛି ବର୍ତ୍ତମାନର ସମୟ। ଥରେ ବିତି ଯାଇଥିବା ସମୟ ପୁଣି ଫେରି ଆସେ ନାହିଁ। ସେଥିପାଇଁ ଖାଲି କଥାରେ ନୁହେଁ, ନିଜ କାମରେ ମଧ୍ୟ ଭଲ ଚିନ୍ତା ରଖନ୍ତୁ। କ୍ଷମା ଏକ ଦିବ୍ୟ ଗୁଣ। ଯଦି ଆପଣ କାହାକୁ ଥରେ କ୍ଷମା କରନ୍ତି, ତେବେ ଆପଣ ହେଉଛନ୍ତି ବୁଦ୍ଧିମାନ। ଦ୍ୱିତୀୟ ଥର କ୍ଷମା କରନ୍ତି, ତେବେ ଆପଣ ହେଉଛନ୍ତି କରୁଣାମୟ। କିନ୍ତୁ ଯଦି ତୃତୀୟ ଥର କ୍ଷମା କରିବାର ଅର୍ଥ ହେଉଛି ଯେ ନିଜକୁ ଧୋକା ପାଇଁ ପ୍ରସ୍ତୁତ କରିବା। ବନ୍ଧୁଗଣ, ପ୍ରକୃତିରେ ଯେପରି ଗ୍ରୀଷ୍ମ, ବର୍ଷା ଓ ଶୀତ ଆସେ ଓ ଯାଏ, ଠିକ୍ ସେହିପରି ଜୀବନରେ ସବୁବେଳେ ସୁଖ ଓ ଦୁଃଖ ମଧ୍ୟ ଆସିଥାଏ ଓ ଚାଲିଯାଏ। ଯେଉଁ ବ୍ୟକ୍ତି ସବୁବେଳେ ହସୁଥାଏ ଓ ହଠାତ୍ ନୀରବ ହୋଇଯାଏ, ସେ ବୁଝିବା ଉଚିତ ତା ମନରେ ଗୋଟେ ଭୟଙ୍କର ଝଡ଼ ଚାଲିଛି। ବନ୍ଧୁଗଣ, ଯଦି ଭଗବାନ ଆପଣଙ୍କ ପ୍ରାର୍ଥନାର ଉତ୍ତର ଦେବାରେ କିଛି ଡେରି କରୁଛନ୍ତି, ତେବେ ବୁଝନ୍ତୁ ସେ ଛୋଟ କିଛି ନୁହେଁ, କିଛି ବଡ଼ ଦେବା ପାଇଁ ଆପଣଙ୍କୁ ସେ ପ୍ରସ୍ତୁତ କରୁଛନ୍ତି। ରାମୁ ନାମକ ଜଣେ ଯୁବକ ପ୍ରତିଦିନ ସୂର୍ଯ୍ୟୋଦୟ ସମୟରେ ବସି ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ। ସେ କହୁଥିଲେ, ହେ ପ୍ରଭୁ, ମୋତେ ମୋ ପରିଶ୍ରମ ଅନୁଯାୟୀ ଜୀବିକା ଦିଅ। ବହୁ ମାସ ପର୍ଯ୍ୟନ୍ତ ତାଙ୍କର କିଛି ହେଲା ନାହିଁ। ସେ ନିରାଶ ହେଲେ। କିନ୍ତୁ ହଠାତ୍ ଗୋଟେ ଦିନ ଗୋଟେ ବଡ଼ ସଂସ୍ଥାରୁ ଚାକିରି ମିଳିଲା, ଭଲ ବେତନ ଓ ସୁବିଧା ସହିତ। ସେତେବେଳେ ସେ ବୁଝିଲେ ଭଗବାନ ଡେରି କରନ୍ତି, କିନ୍ତୁ ସେ ନିଶ୍ଚିତ ରୂପେ ସମସ୍ତଙ୍କୁ ଭଲ ହିଁ ଦିଅନ୍ତି। ତେଣୁ ଜୀବନର କଷ୍ଟକୁ ଭୟ କରନ୍ତୁ ନାହିଁ। ସମୟ ସବୁକିଛି ବଦଳାଇ ଦିଏ। ସତ୍ୟ ପଥରେ ସବୁବେଳେ ଚାଲନ୍ତୁ ଆଉ ନିଜ ପରିଶ୍ରମରେ ଭରସା ରଖନ୍ତୁ।